Namaskar. Welcome to Udan Academy podcast by Trupti, the show where we talk about communication, confidence, and limitless opportunities. ए podcast ରୁ ଆପଣ ମାନେ ଜାଣିପାରିବେ ଆମର ଯୋଉ ଗ୍ୟାପ୍ ଟା ରହୁଛି ଯୋଉଟା ଆମକୁ ଏକାଡେମିକ୍ସ ରେ ଦିଆଯାଉଛି ଆଉ ରିଅଲ ୱାର୍ଲଡ ଟା କଣ ଡିମାଣ୍ଡ କରୁଛି ସେ ଗ୍ୟାପ୍ ଟାକୁ ଆମେ କେମିତି ବ୍ରିଜ କରିପାରିବା। ଆମର ୟୁଥ୍ ମାନଙ୍କର ମେଜର ପ୍ରୋବ୍ଲେମ ହଉଛି ଏଇଟା କି ଏକାଡେମିକାଲି ସାଉଣ୍ଡ ହେଲେ ବି ତାଙ୍କୁ ଜବ୍ ମିଳୁନି, ଯଦି ବି ମିଳୁଛି ସଷ୍ଟେନ୍ କରିପାରୁନାହାନ୍ତି, ସଷ୍ଟେନ୍ କଲେ ବି ଗ୍ରୋ କରିପାରୁନାହାନ୍ତି, ଅଲ୍ଟିମେଟଲି ଦେ ଆର୍ ନଟ୍ ଲିଡିଂ ଅ ଫୁଲଫିଲିଂ ଲାଇଫ୍। ତ ଆମର ପ୍ରଚେଷ୍ଟା ରହିଛି ଏ ଚ୍ୟାନେଲ ମାଧ୍ୟମରେ ଜଣେଇବା ପାଇଁ କେମିତି ଗୋଟେ ରାଇଟ୍ କରିୟର ଚୁଜ୍ କରିବେ ଯୋଉଥିରେ କି ଆପଣ ଆଟ୍ ଦ ଏଣ୍ଡ ଗୋଟେ ଫୁଲଫିଲିଂ ଲାଇଫ୍ ଲିଡ୍ କରିପାରିବେ। ଆସନ୍ତୁ ୱେଲକମ୍ କରିବା ମିସ୍ ଅଭିପ୍ସା ତ୍ରିପାଠୀ ମ୍ୟାଡାମଙ୍କୁ, ଯିଏକି ଡାଇରେକ୍ଟର ଅଛନ୍ତି ଅଭିପ୍ସା କନଷ୍ଟ୍ରକ୍ସନ୍ସ ପ୍ରାଇଭେଟ ଲିମିଟେଡର, ଇଭେନ୍ ପ୍ୟାରାଲେଲି ରନ୍ କରୁଛନ୍ତି ୱିନ୍ ଟ୍ରେନିଂ ସର୍ଭିସେସ୍। ନମସ୍କାର ମ୍ୟାଡାମ। ଆପଣଙ୍କ ସହିତ ଅଧିକ କିଛି କଥା ହେବା ଆଗରୁ ମୁଁ ଗୋଟେ କ୍ୱେଶ୍ଚନ ପଚାରିବି କି ଆପଣ ବହୁତ ବଡ ବଡ ପ୍ରାଇଭେଟ ୟୁନିଭର୍ସିଟିଜରେ ପାଠ ପଢିଛନ୍ତି, ଆପଣ ଏମିଟି ନୋଏଡାରୁ ଆପଣଙ୍କର ହାଇ ଟେକ୍ନୋଲୋଜି ପଢିଛନ୍ତି, ଦେନ୍ ଆପଣ ମାଷ୍ଟର୍ସ କରିଛନ୍ତି କ୍ଲିନିକାଲ ରିସର୍ଚ୍ଚରେ, ଦେନ୍ ଆପଣ ଏମବିଏ ବି କରିଛନ୍ତି। ତ ଏତେ ବଡ ବଡ ୟୁନିଭର୍ସିଟିଜରେ ଆପଣ ପାଠ ପଢିଛନ୍ତି, ଗୋଟେ ହାଇ ପେଇଂ କର୍ପୋରେଟ ଜବରେ ଥିଲେ, କଣଟା ଆପଣଙ୍କୁ ମୋଟିଭେଟ କଲା या ଇନ୍ସ୍ପାୟାର କଲା या ଏମିତି କିଛି ସିଚୁଏସନ या ମଜବୁରୀ ଥିଲା କି ଯୋଉଥିପାଇଁ ଆପଣ ହାଇ ପେଇଂ ଜବ୍ ଛାଡିକି ଭୁବନେଶ୍ୱର ଭଳିଆ ଜାଗାକୁ ଆସିକି ଆପଣ ଗୋଟେ କମ୍ପାନୀକୁ ଲିଡ୍ କରି ଇଭେନ୍ ଗୋଟେ ଟ୍ରେନିଂ ସର୍ଭିସେସ୍ ବି ଆପଣ ରନ୍ କରୁଛନ୍ତି। Trupti, you won't believe how many times I've been asked this question. बहुत ଲୋକମାନଙ୍କର ସେହି concern ଥାଏ କି ପାଠ ପଢିକି ବଢିଆ job କରିକି why would anyone come to a state where there is so much of unemployment? Exactly. And ମୁଁ କହିବାକୁ ଚାହିଁବି କି I was born in Odisha. ମୁଁ ବହୁତ ଛୋଟ ଜାଗାରେ ଜନ୍ମ ନେଇଥିଲି, ଗାଙ୍ଗପୁର ବୋଲି ବହୁତ ଛୋଟିଆ ଜାଗା ଅଛି ଗଞ୍ଜାମରେ. That's where my grandfather was posted. So ମୁଁ ଓଡ଼ିଶାରେ ଜନ୍ମ ହେଇଛି କେବେ ବି, but ଓଡ଼ିଶାରେ ରହିପାରିନି. I have gained all my education out of Odisha. Plus I have traveled India like none other because ମୋର ବାପାଙ୍କର ଗୋଟେ government job ଥିଲା, so he was transferred from one place to the other. So ମୁଁ ବହୁତ ସାରା cultures ଦେଖିକି ଆସିଲି, ବହୁତ ଜାଗାରୁ ପାଠ ପଢିକି ଆସିଲି, and ଯେବେ ମୁଁ Delhi NCR ରେ place ଥିଲି, I stayed there for around 15 years. So ସେଇଠି ପାଠ ପଢିଲା ପରେ job ପାଇଲା ପରେ one thing that I saw in myself was the leadership that I had. Okay. ମୁଁ କେବେ ବି ମୋର ନିଜ just ଯୋ ରୋଲ୍ ଅଛି ସେଇଟାରେ କେବେ ବି ନିଜକୁ encapsulate କରେନି, ମୁଁ ଆଉ ଟିକେ ଅଧିକ ସବୁବେଳେ କରିବାକୁ ଚାହୁଁଥିଲି। And that chance came with WNS. ମୁଁ WNS ବୋଲି ଗୋଟେ MNC ରେ କାମ କରୁଥିଲି as a lead analyst. ସେତେବେଳେ they gave me an opportunity କି ଆପଣ ପୁରା ଗୋଟେ training department ଟା set up କରନ୍ତୁ। So ସେତେବେଳେ ଆପଣ ଜାଣିଥିବେ LinkedIn ର ଯୋଉ ପ୍ଲାଟଫର୍ମ ଲର୍ନିଂ ପ୍ଲାଟଫର୍ମ ଥିଲା ତାକୁ ଲିଣ୍ଡା କହୁଥିଲେ। That was called Linda at that time. So WNS ସେଟାକୁ implement କରିବାକୁ ଚାହୁଁଥିଲା inter department all throughout. So I was a core member in the training of my department. So then the passion of leadership and training and coaching people and making something remarkable out of the ordinary, that boosted my confidence. And also my father was here for the last 15-20 years doing the same kind of business. So jebe dekhili ki after my son was born, I thought of it as an opportunity. कि ମୁଁ ଓଡ଼ିଶା ଆସିକି ବାପାଙ୍କ ସାଙ୍ଗରେ business join କରିକି I could make that difference. Fortunately at that time we got around 8 projects at once. 8 NH projects. Whether it depends on the upbringing कि बापा माँ पिला केमती रेस करछन्ती और the environment और कौन से जिनिसटा जोटा मैं पिला दिनो पिला को भितर दे परिबा। मैम upbringing पे तो ମୁଁ କହିବିନି because rural India ରେ ଆପଣ ଜାଣିଛନ୍ତି even parents are not educated for most of the kids. କାହିଁକି ନା agricultural background ରେ ଥାନ୍ତି କି farming ରେ ଥାନ୍ତି, ତ ତାଙ୍କର ଏତେ English speaking ରେ ଏତେ they are not proficient. So ଯଦି ଆପଣ କହୁଛନ୍ତି କି କେମିତି ମୋଟିଭେଟ୍ କରିପାରିବା ପିଲାମାନଙ୍କୁ, ମାନେ ଆପଣ ମାନି ନିଅନ୍ତୁ ଗୋଟେ ଟିନେଜର କୁ ମାନେ 8 9 10 କୁ ଯେତେବେଳେ ପିଲା ଆସୁଛି ଆମେ ସେତେବେଳେ କଣଟା କଲେ ତା ପାଇଁ ତାର ସେ ଯୋଉ ସେଲ୍ଫ ଇଣ୍ଟରେଷ୍ଟ ଅଟୋମେଟିକ ଡେଭଲପ ହବ। ମ୍ୟାମ୍ ଆପଣ ଜାଣିଛନ୍ତି ଯେବେ ଆମେ ଛୋଟ ଛୁଆ ଥିଲେ ହିଷ୍ଟ୍ରି ବହି ପଢିବାକୁ ଭଲ ଲାଗୁଥିଲା ନା? କେବେ ନାହିଁ। କାହିଁକି? କିଛି ଇଣ୍ଟରେଷ୍ଟିଂ ଲାଗୁନି, ଆରେ ହେଇ ସାରିଲାଣି ଏଟା କଣ ଦେଖିବାର ଅଛି, କଣ ପଢିବାର ଅଛି।
जियोग्राफी रे मजा नथला बिकॉज़ सेटा किछि एप्लीकेबिलिटी फन नथिला बट से टाइम रे आपण साइंस देखिबे कि मैथ्स देखिबे पिला मानको भल लागुथले काहे से एक्सपेरिमेंट करि पारथलो प्रैक्टिकली सेटा को एप्लीकेबल करि पारथलो तो जो जाईंकी हम सिस्टम रे एप्लीकेबिलिटी टा इनकॉर्पोरेट होबनी मोटिवेशन टा आसे तो मेरा बेटी गुटे कॉन्ट्रेरी क्वेश्चन मो माइंड को आसुची कि मु मानुची हिस्ट्री ज्योग्राफी पिलांगर मोर भी नथिला मैक्सिमम पिलांगर इंटरेस्ट होता है ओनली बिकॉज़ दैट इज एब्सोल्यूट थ्योरी बेस्ड देयर इज नो प्रैक्टिकल थिंग्स बट हमर जो टफ लेवल एंट्रेंस है के यूपीएससी ओपीएससी इट इज मैंडेटरी तो ताकर भी तो किछ एप्लीकेबिलिटी नाही हिस्ट्री ज्योग्राफी रो मैम यूपीएससी जो पिला पढु छथि से माने कलेक्टर बनिया पे डीएम बनिया पे और पुलिस सर्विस रे जीवा में से माने सेब्रा पढु छ सो से मानो पे हिस्ट्री ज्योग्राफी इज वेरी इंपोर्टेंट जदि जानिबेनी कि ए ज्योग्राफी रे कोन होउची तो को हिसाब रे से माने सेटा को एडमिनिस्ट्रेशन देबे राइट जदि ताके जानिबेनी लोकल लैंग्वेज कोन लोकल क्विजिंग कोन लोकल कल्चर कोन को जिंस रे इंपैक्ट हुए तांकर से लोकल जागार लोक मानक सेटा जदि जानिबेनी तांकर एडमिनिस्ट्रेशन वुड बी अ फेलियर तो से माने ज्योग्राफी हिस्ट्री जानले बाध्य ताल मैडम कहउछन कि एकेडमिक्स रो माने स्कूल लेवल रे हिस्ट्री ज्योग्राफी टा को पूरा पूरी नो मु कहूनी बिकॉज़ आपण देखिबे हमर स्टूडेंट्स रो जो केतरा स्टूडेंट अछंती जो मानको कि सोशल साइंस सब्जेक्ट बहुत भल लागे बिकॉज़ तांकर इंटरेस्ट अछि हिस्ट्री जानि बारे आ ये करियर बट आपण एका भी जानिथिबे हमर बही खाता रे आजि जाई हाफ बेक नॉलेज थिला कंप्लीट ट्रुथ नथिला सो जो जाके कंप्लीट ट्रुथ ता अनकवर न करबे हाफ नॉलेज इज ऑलवेज डेट्रिमेंटल अग्री यस अग्री सो सेटा खाली सोशल साइंस रे नहीं इट इज इन एवरी सब्जेक्ट आपण इंग्लिश धरंतु आपण खाली इंग्लिश रे कथा बाबे कॉन्फिडेंस बिल्डिंग कोछनी बट आमे जदी ग्रामर जानि नथिबा वोकैबुलरी ऊपर काम करि नथिबा आमे केबे भी गुड कम्युनिकेटर हे पाइबा सो सब जरा बेसिक्स रे काम करिबा को पडिबो ता माने आपण मुझे बुझि परछि ए क्वेश्चन कि माने बेसिक तो रहबे नेसेसरी बट माने एक्सटेंसिव पार्ट तो नॉट नेसेसरी मे एबे आपण के शेक्सपियर रो बही पढि के लिटरेचर पढतु नॉट रिक्वायर्ड that is required for people who are interested in make career in that or interest passion हां ठीक है ताले आपण कहबे कि माने जहां भी इवन हिस्ट्री ज्योग्राफी भी बहुत तरह बेस रहबो जदी बेस रहबे एडवांस को जाउछु ताकर प्रैक्टिकल यूटिलिटी को जति हम पिला को जणै परबा ताले ऑटोमेटिक से जो सेल्फ इंटरेस्ट डेवलप हो गोटे जिंस को जानिबा पाई राइट एबे मैडम आपण कहंतु ए जो आपण कॉर्पोरेट रे ट्रेनिंग दोछंती एकेडमिक्स रे देले माने कॉर्पोरेट को गोटे पिलार हायरिंग हे गला परे पुनी एक्स्ट्रा स्किल ता कोन दरकार से हायर हेछि माने तो तार पोटेंशियल अछि बोली ताको हायर करा जायछि पुनी अगे जो ताको सॉफ्ट स्किल ला हो आपण टेक्निकल स्किल कथा कहबे ए ग्रेड से काम जानिनी ता काम रो ट्रेनिंग दिया गला बट सॉफ्ट स्किल लो सेठी जो पुनी पॉलिश करा होछि तार रिक्वायरमेंट ता कोन म आपण सिंपल स्टैट्स कोच तुमती इंडिया स्किल्स रिपोर्ट करके गोटे रिपोर्ट एनुअली बहुत सारा एजेंसी कोचुंदी बट आई फॉलो वन फ्रॉम बी बॉक्स ओके से स्किल्स रिपोर्ट रे लिखा है कि ओनली 54% ऑफ एमबीए ग्रेजुएट्स आर एम्प्लॉयबल नॉट एम्प्लॉयड एम्प्लॉयबल ओके और जो रेस्ट 46% रहिले they do not fall under the category where they can be employable why because technically semane sobu jinsa padi gyachen je marketing padi chante sobu sei course kari chante right how are they different 54% काहेंगी job पाइबे और काहेंगी 46% पाइबे that is only the gap that the corporate is trying to bridge java सिखेले c++ सिखेले oracle whatever जो भी सॉफ्टवेयर अछि सिखेले तार एप्लीकेशन भी सिखेले सेटा की जानिला इंडिविजुअली केमति काम करैर अछि जानिला ओके ओके मु टेक्निकल स्किल ता जानिली मु मोर कोडिंग करेली मु जहा करेली दैट इज माय इंडिविजुअल स्किल ओके बट कंपनीज कोन जन जन ऊपर डिपेंड हुए ना दे आर डिपेंडिंग ऑन टीम्स यस दे आर डिपेंडिंग ऑन टीम्स जदि आपने जानिबेनी हां कि निजो स्किल ता टेक्निकल स्किल ता टीम को केमति इंपैक्ट हेबे आपण जदि जानिबेनी कि चार जन संगे मिसी कि मु केमति काम करि पारबे कि एफिशिएंसी ता बढ़ी ओके एरर फ्री रिपोर्ट्स आसीबो ओके एबे आपण बसी चलते चार जन से तो मैनेजर संगे केमति कथा बार अछि जणन यू कांट बी इम्पोलाइट यू कैन नॉट बी रूड
or you cannot be submissive all the Yeah, time. parallelly you have to express Yes, yourself. you have to be assertive, confident. ନିଜକୁ ପ୍ରେଜେଣ୍ଟ କରିବାଟା ଜାଣିବାର ଅଛି। ଏବେ କେତେଟା ଛୁଆ ଅଛନ୍ତି ଅଫିସ କାହିଁକି ନା ଆଜିକାଲି ବହୁତ କ୍ୟାଜୁଆଲ ୱେୟାର ଆଲାଉ କରେ, ଇନଫର୍ମାଲ ୱେୟାର ଇଜ ଆଲାଉଡ୍। ଟର୍ନ ଜିନ୍ସ ପିନ୍ଧିକି ଯିବେ, ଫଟା ଟି ସାର୍ଟ ପିନ୍ଧିକି ଯିବେ, Okay. because it is allowed, Uh-huh. but they do not understand ଗୋଟେ professional environment ର etiquette କ'ଣ, Okay. dressing etiquette ଅଛି। How will you teach that? Corporate cannot teach you that. You have to learn it by yourself. तो ताहा ପାଇଁ corporate is focusing कि ଏବେ ଯାହା ବି skills technically से provide କରୁଛନ୍ତି ତା ସହିତ behavioral, communication, leadership, team spirit ସବୁ ଶିଖେଇବା। Ultimately जोटा हेल्प करियो प्रोडक्टिविटी बढ़ेଇବା ପାଇଁ। Exactly. ଆଉ इंटरेस्टिंग ଜିନିଷ ଆପଣଙ୍କ ବିଷୟରେ ମୁଁ ଶୁଣିଛି ସେଟା ହେଲା ଆପଣଙ୍କର ଟ୍ରେନିଂ ଟା ର କୋର ହେଲା ଆପଣ परफॉर्मेंस କେମିତି ଏନହାନ୍ସ କରିବ ଜଣେ ତା ଉପରେ କୋଚିଂ ଟା ଦିଅନ୍ତି। ତ ମୋତେ ବି ମୋଷ୍ଟଲି ଏବେ ଆମର କନଭରସେସନ କୁ ମୋଷ୍ଟ ଅଫ ଦି ଏମବିଏ ଇଞ୍ଜିନିୟରିଂ ଗ୍ରାଜୁଏଟ୍ସ ଦେଖୁଥିବେ ତ ଆପଣ ତା ଉପରେ କିଛି टिप्स ଦିଅନ୍ତୁ କି ଜଣେ ଯୋଉ परफॉर्मेंस କୁ କେମିତି ଏନହାନ୍ସ କରିପାରିବ। Trupti, this is a very elaborate question, and it can depend on the person listening to this. So performance improve କରିବା ପାଇଁ ଦିଟା ଜିନିଷ ବହୁତ ଦରକାର। Again, I will come back to capacity and capability. ଓକେ Okay? ଆପଣ capable ଅଛନ୍ତି ଗୋଟେ team handle କରିବା ପାଇଁ। You know କି ମୋ ପାଖରେ ସେତିକି skill ଅଛି କି ମୁଁ 4 ଜଣଙ୍କୁ manage କରିପାରିବି। But କ'ଣ ତମର capacity ଅଛି କି ତମେ ସେ 4 ଜଣଙ୍କୁ manage କରିପାରିବ? With capacity, I mean, do you have strategies? ଓକେ କେମିତି ତମେ team work ଟାକୁ enhance କରିପାରିବ? Do you know how to handle problems? Risk nova capability ଅଛି କି? So, building capacity and capability both are equally important. ସେଠି ମାଇंडसेट ର ରୋଲ କେତେ ଥାଏ? Mindset is everything. ଏବେ ଆମର ଯୋଉ ଅନଏମ୍ପ୍ଲୟମେଣ୍ଟ ଇଶ୍ୟୁ ଟା ରହୁଛି ମାନେ does that any connection to mindset? Of course. ତ ସେ ମାଇंडसेट ଟା ପିଲାଙ୍କର କେମିତି ଆସୁଛି ଆଉ ସେଥିରୁ ପିଲା କେମିତି ଓଭରକମ୍ କରିପାରିବେ? I'm nothing to blame here, but ମୁଁ କହିବି କି ଯୋଉ freebies government ଏମିତି ବାଣ୍ଟୁଛି ପିଲାମାନଙ୍କୁ, 1 rupee rice, free education, which is a right for everybody, but this has been taken advantage of now. So କ'ଣ ହେଇଗଲାଣି mindset କି ମୁଁ ଏତେ ପରିଶ୍ରମ କାଇଁ କରିବି? ଯେବେ ମୁଁ 5,000 ପାଇକି ମୁଁ ଫ୍ୟାମିଲି ସଷ୍ଟେନ୍ କରିପାରିବି, ମୁଁ କାହିଁକି କଷ୍ଟ ପଡ଼ିକି 50,000 ଅଧିକା ପାଇଁ ଯିବି, କାହିଁ ଘରୁ ବାହାରକୁ ଯିବି? ଆଚ୍ଛା ସେଇ କ୍ୟାଟେଗୋରୀକୁ ଆମେ ଓମିଟ୍ କରିଦେବା। ତା ଉପରକୁ ଯଦି ଆଭରେଜ କ୍ୟାଟେଗୋରୀକୁ ଆସିବା ଯୋଉମାନଙ୍କର ଇଚ୍ଛା ଅଛି ତ ସେମାନେ କେମିତି ମାଇଣ୍ଡସେଟରେ ୱାର୍କଆଉଟ୍ କରିପାରିବେ ତାକି ତାଙ୍କର ପରଫର୍ମାନ୍ସଟା ଏନହାନ୍ସ ହେଇପାରିବ ୟା ସେମାନେ ଏମ୍ପ୍ଲୟେବଲ୍ ହେଇପାରିବେ? ସେମାନଙ୍କର କ୍ଲାସ୍ ଅଲଗା, I'm telling you. ସେମାନଙ୍କର ଯୋଉ ଭିତରେ ଯୋଉ ମୋଟିଭେସନଟା ଥାଏ ଟୁ ୱାର୍କ ଟୁ ଲର୍ନ ସେଇଟା ଏତେ ଜବରଦସ୍ତ ଥାଏ କି ସେମାନେ ଅଫଲାଇନ୍ ନ କରିପାରିଲେ ଅନଲାଇନ୍ କରନ୍ତି। ଆଜିକାଲି ତ ଆପଣ ଜାଣିଛନ୍ତି ସୋସିଆଲ ମିଡିଆ ଇଜ ଲାଇକ୍ another tutor, right? Yeah. So following the right people, learnings ଟାକୁ implement କରିବା। ଯେମିତି LinkedIn ଆପଣ ଜାଣିଛନ୍ତି ବହୁତ strong platform ଅଛି for professional connections. So ପିଲାମାନେ କ'ଣ କରନ୍ତି casually ଯାଆନ୍ତି just ଗୋଟେ profile create କରିଦିଅନ୍ତି, କାହାକୁ ଜଣଙ୍କୁ ଦେଖିଲେ ତାକୁ follow କରିଦେଲେ। No, the right strategy is to follow the right people. ଆପଣ IT industry ରେ ଯିବାକୁ ଚାହୁଁଛନ୍ତି, so you follow people who give you the right advice. Yeah. जे आईटी रे हायरिंग करନ୍ତି कि आईटी ऊपर किए माने को सॉफ्टवेयर पर कोन नॉलेज दियंती, सो फॉलोइंग द राइट पीपल एंड एनी टेकिंग गाइडेंस कि से माने राइट प्लेटफॉर्म ता पिला केमती पाई परिवे या कोन कॉलेज से राइट लोगों से तो कनेक्ट हे परिवे। एंड देखो तो आई डोंट एक्सपेक्ट कि जो स्टूडेंट्स 12th पास हे चले ताको भितरे एते कैपेबिलिटी अछि कि जानि परिवे राइट पीपल टू फॉलो। अगेन सेटा ପାଇଁ भी दे कैन कनेक्ट विथ major people like समस्त जन Microsoft रो CEO को follow कर। You have a dream company or you dream of becoming a software engineer or aeronautical engineer, निज सेक्टर भितरे जो important people अछंती तांको follow कर, तांकर अपडेट देखो।
ସିଏ କାହା କାହା ସାଙ୍ଗରେ କନେକ୍ଟେଡ ଅଛନ୍ତି कंपनीର सीईओ को फॉलो करो तापर एचआर को फॉलो करो एचआर भी बहुत स्ट्रेटजी शेयर करନ୍ତି कि ଆମ कंपनी रे केमती जॉब पाई परिबो दे कीप रेगुलरली पोस्टिंग कोन कोन ओपनिंग्स अछि दे कीप रेगुलरली पोस्टिंग कि पिला माने केमती निजो को इंप्रूव करि पारबे टू फॉल एंड अलाइन विथ देयर कंपनी पॉलिसीज So when you learn all of this slowly and gradually, you will one day realize कि ठीक है, I am fit for this company's role here. Let me approach them. Okay. And you engage with people. Just follow करते रहो. You engage on their posts. Ask them relevant questions or comment something that makes sense. ତାପରେ ସେମାନଙ୍କୁ ଟିକେ R&D thorough research ଟା କଲେ କରିବାକୁ employability is not easy. It's not easy. ଏବେ ମ୍ୟାଡ଼ାମ ଆପଣ ଗୋଟେ ଜିନିଷ କୁହନ୍ତୁ ସେଇ ପିଲାଙ୍କ ପାଇଁ ଯୋଉମାନେ ଏବେ ପରସ୍ୟୁ କରୁଛନ୍ତି ଇଞ୍ଜିନିୟରିଂ ଆଉ ମ୍ୟାନେଜମେଣ୍ଟ ସେମାନେ କୋଉ ଗୋଟେ ଜିନିଷ କରିବା ଦରକାର ଆକାଡେମିକ୍ସ ରୁ ବାହାରିକି ତାକି ସେମାନେ ଇଣ୍ଡଷ୍ଟ୍ରିର ଡିମାଣ୍ଡ କୁ ମ୍ୟାଚ୍ କରିପାରିବେ Networking. କେମିତି ସେଟା ମାନେ ଗ୍ରାଉଣ୍ଡ ଲେଭେଲରୁ କେମିତି ଷ୍ଟାର୍ଟ କରିବେ ନେଟୱର୍କିଂ And ଦେଖନ୍ତୁ especially for BTech and MBA people, they have to undergo internships through projects. I just told you LinkedIn को हमें केमती leverage करबे राइट सो सेमाने जब इंटर्नशिप्स करूछंती सेटा खाली गोटे सर्टिफिकेट पाई न करू से जो कंपनी रे इंटर्नशिप करिया को जाउछंती they should learn properly कि ए प्रोजेक्ट ऊपर कोन कोन को सिखि पारिबे then you connect with people in the industry. मैम एठी जेहेतु मैंने मु भी पिला को पढ़ाई पिला भी मते पछारंती कि आमे जाउछु इंटर्नशिप पाइका बट से जो नेटवर्किंग ता बिल्ड केमते करबो मे शुड वी गो टू द कंसर्न पर्सन एंड से हाय हेलो ग्रीट द पर्सन देन स्टार्ट द कन्वर्सेशन और व्हाट इज द राइट वे टू बिल्ड दैट नेटवर्किंग एंड टू मेंटेन दैट So that comes with work. ओके तमे जाइए खाली डेस्क ऊपर बसी छिबो फोन देखिबो इंस्टाग्राम चलेबा then you'll expect somebody to come and teach you. That's not correct. You have to approach. ओके पिला मानको नीचे जाइए सिखिबा पे जील देखेबा पड़िबो सो जो प्रोजेक्ट करू जो देयर विल बी अ मेंटर असाइन थांका संगे बसो गोटे टेक आउट 1 आवर ऑफ देयर टाइम एवरी डे बस की क्वेश्चन पचार ओके सर ए प्रोजेक्ट रे करले ए आउटकम आसु छी व्हाट इज द applicability to another project or what is that we are trying to achieve questions आजिकल पिला माने questions पचारिबा बंद कर दी छ that is the problem जेबे से question पचारि आंसर काढिबे ना they will grow they will network से जो applicability टा देखिबे कि सर एटा करले भी तो एमती हेई पारिबो asking relevant questions giving solutions that is how you network within the organization ओके help देखो जो किछि निज पाखरे काम नाही बट यू सीइंग somebody in the department is looking for help or overburdened अछन they should do their work a little more also. offer to help that is how you build friendships right आमे कॉलेज रे किंती सांग होई that is how so निजरो एफर्ट करिवा पड़े and participation in activities school level कॉलेज लेवल रे के लाइमलाइट को आसी को पड़िबो आपण exactly आ जो प्रोजेक्ट रे काम करूछन से प्रोजेक्ट रो A to Z जणा पड़छ not just for the sake of a certificate মানে এটা आपण कहै कि पिला डेलिबरेटली करिया अछि एंटरव्यू कि ओटा हो कुहाइची कॉलेज रे हमको कहि कि पठे छै इंटर्नशिप रे जाओ से पूरा डेलिबरेटली निजरो एक्स्ट्रा एफर्ट्स दे के एटा को करिवार अछि एंड मैम आजकल तो ऑनलाइन एते कोर्स अवेलेबल अछि हां फ्री कोर्सेस Free courses माइक्रोसॉफ्ट गूगल IBM सब कंपनीज दोचंती फ्री रे बहुत सारा Coursera Garage, Udemy, Udemy yes the biggest platform that we have today, LinkedIn for that matter. So free courses करके भी पिला माने approach करी पारंती कि I have undertaken this course. Can we discuss about that it? will actually add value to Exactly. that So जो value addition दा हमें भी कोच छुआ हमको करिया पे that is very important. आप जानते हैं almost 20 lakh students graduate every year. yeah And do you think that our job market is such a big one that it will incorporate 20 lakh beyond? No. never So how do you stand out? Why should you get the job? आउ का हाथ छाड़ी के आपण को काहे नहीं देबे कंपनी? नहीं पिला सेगुडा करंती नि रादर से कि कॉलेज भी ब्लेम करते आपको प्लेसमेंट I do teach all my students कि तबे प्रैक्टिकलिटी बुझाओ चेष्टा कर एज एन MBA स्टूडेंट की गोटे कॉलेज रे 300 पिला 300 जन को प्लेसमेंट के एवरी ईयर कोन 300 रिक्वायरमेंट गोटे कंपनी रे आसुची जे कॉलेज देई परिबो आमे मैम खाली कॉलेज पे काहे डिपेंड कहीं भी डिपेंड करबे एग्जैक्टली हमर जदी एते नॉलेज अगेन
capability and capacity building हम इतने कॉलेज से आनी चाहिए. So you can easily approach for offline interviews also. Most of the companies आजकल walk-in interviews करते हैं. Chance କାହିଁକି ନଉନ? Why are you blaming the କୋଉଠି ନା କୋଉଠି ସେ କ୍ଲିୟର ଟା ରହୁଛି ଆଉ କଣ। ମାନେ ଗୋଟେ ସ୍ପୁନ ଫିଡିଂ ଟାଇପ ର ଆଜିକାଲି ଜେନେରେସନ ହେଇଗଲାଣି କି ମାନେ ସବୁ ଗୋଡ଼ ପାଖରେ ଆଣିକି ଦେଲେ ସେମାନେ କରିବେ। ନା ମ୍ୟାମ୍ କନଭେନସନାଲ ଛାଡ଼ିକି ବି ବହୁତ କଣ୍ଟେମ୍ପରାରୀ ଏବେ ଅପସନ୍ସ ଆସିଲାଣି। ଆପଣ ଦେଖିବେ ପିଲାମାନେ ୟୁଟ୍ୟୁବ ଚ୍ୟାନେଲ ବନେଇକି ବି ବହୁତ ପଇସା କମାଉଛନ୍ତି, ଇନଷ୍ଟାଗ୍ରାମ ଚ୍ୟାନେଲ ବନେଇକି ବହୁତ ପଇସା କମାଉଛନ୍ତି। Look for alternate income sources also. କାହିଁକି ନା ଜବ୍ ଯଦି ନାହିଁ you are not capable. It's just that କି right time ଆସିନି ଜବ୍ ମିଳିବା ପାଇଁ। So in that meanwhile ପିଲାମାନେ କ'ଣ କରନ୍ତି ଘରେ ବସିକି just they waste time. Why not use it for some certification, some course in your field, जो field जाइबा ମାନେ ଯିବାକୁ ଚାହୁଁଛୁ। So why not start working on that? ସେଇଟା ପିଲାର ଯେବେ ମାଇଣ୍ଡସେଟ୍ ଚେଞ୍ଜ ହବ କି ମତେ ଶିଖିବାର ଅଛି, ମତେ କେପାବିଲିଟି ବିଲ୍ଡିଂ କରିବାର ଅଛି, then only the change will be seen. अच्छा मैडम हमें जॉब विषय बहुत कथा है गले भी कौन व्हाट इज द राइट टाइम फॉर द यूथ ऑफ आवर ब्यूटीफुल स्टेट ओडिशा टू टेक एंटरप्रेन्योरशिप एज अ करियर इंस्टेड सोलली डिपेंडिंग ऑन जॉब्स मे इट बी गवर्नमेंट प्राइवेट और पब्लिक सेक्टर व्हाटसोएवर। Shruti, let me tell you, Odisha रे जेती opportunity अच्छी, I don't see that in any other state. Do you think the state is still virgin? Oh, you cannot believe what I have seen in the few years that I stayed here. We are lacking the initiative. We are not lacking the motive. I'm an initiative known. Why do you think a state like Leh and Ladakh can offer you much better tourist places than Odisha can? True. They are promoting it. We are not. କେତେ ସୁନ୍ଦର ଜାଗାଟା କଣ ରହୁଛି। ଏବେ ମୁଁ ବି ମାନେ କଟକରୁ ବିଲଙ୍ଗ କରୁଛି, ଆପଣ ଯଦି ଯାଇଥିବେ ମତେ ବି ଲାଗେ କଟକରେ ବହୁତ ସାରା ମାନେ ଅନଏକ୍ସପ୍ଲୋର୍ଡ ହେଇକି ପ୍ଲେସେସ୍ ଅଛି। ଏଇ ଜାଗା ଯଦି ବାଇଜାଗରେ ଥାନ୍ତା ସେମାନେ ସେଥିରେ ଇକୋନୋମିକ ପାଇସା ରଖେ। କିନ୍ତୁ ଓଡ଼ିଶାରେ ମାନେ ଯଦି ବି ମାଇଣ୍ଡରେ ଆସୁଛି ଏକ୍ସିକ୍ୟୁସନ ଲେଭେଲକୁ ଯିବା ପାଇଁ କିଏ ରେଡି ନୁହେଁ, ତ ସେଠି କଣ ମାନେ ଫାଇନାନ୍ସଟା ମାନେ ମ୍ୟାଟର କରୁଛି ନା ଆଇଡିଆସ ନା ଫିୟର ମାନେ ଚ୍ୟାଲେଞ୍ଜଟା ନେବା ପାଇଁ କୋଣଟା ସେଠି ମାନେ ଆସିଯାଉଛି ଯୋଉଟା କି ମାନେ ପୁଲିଂ ବ୍ୟାକ୍ to the youth not to take initiative in that angle. So there are three things. First is mindset. ମୁଁ କାହିଁ କରିବି ଦରକାର କଣ। ଆଉ ଗୋଟେ mindset ଅଛି I should do it. It is an opportunity. So first is the mindset. Because ମୁଁ ଆପଣଙ୍କୁ just ଗୋଟେ example ଦେଲି tourism ର, right? ଏବେ ଆପଣ ଜାଣିଥିବେ ଆମେ ଯୋଉ ପତ୍ରର ପ୍ଲେଟରେ ଖାଉଥିଲେ ସବୁ ଜୀବନ ଯାକ, Germany has patented that. We have been eating in the leaf plates for how long? I think 5,000 years. But Germany patented it. But we could not. We could even not. though it is originated from our. Yes, we could not. Why could they? They are selling it for thousands of dollars. I'm free रे खाऊचे सेटा रे. We do not know the opportunities that we have. Coming to cuisine, समोसे छोले भटूरे, oh पंजाब ये ऐसे पाव भाजी. Why are we not promoting our cuisine? ओडिया cuisine में ଗୋଟେ viral ହେଇଥିଲା ଗୋଟେ ଭିडिଓ ଦେଖିଥିବେ ଯଦି ଗୋଟେ ସାଉଥ ଇଣ୍ଡିଆନ ଆକ୍ଟ୍ରେସ ସେ କହୁଥିଲେ ନା ମାନେ ସବୁ cuisine ଟା ମାନେ ବହୁତ ପ୍ରମୋଟ ହେଇଗଲାଣି କିନ୍ତୁ ଓଡିଆ ଯୋଉଟା ଅଥେଣ୍ଟିକ ଓଡିଆ ଖାଇବା ସେଟା ଆଜି ଯାଏଁ ପ୍ରମୋଟ ହେଇପାରୁନି। ମୁଁ ମନେ ପକେଇପାରୁନି ସେ ଆକ୍ଟ୍ରେସ ର ନାଁଟା ସାଉଥ ର ଆକ୍ଟ୍ରେସ। So ଆମେ ସିଏ ନୋଟିସ କରି ପାରୁଛନ୍ତି ଅଥଚ ଆମ ପାଖରେ ଜିନିଷଟା ଅଛି ଆମେ that is the problem. ସେ ଗ୍ୟାପଟା କୋଉଠି ଗଲା ମାନେ ଆମେ କୋଉଠି ମାନେ ଆମର ଆନାଲିଟିକାଲ ସ୍କିଲ୍ ସେତିକି ନାହିଁ ନା ମାଇଣ୍ଡସେଟ ର ପ୍ରୋବ୍ଲେମ ରହୁଛି। ଫର୍ଷ୍ଟ ତ ଆପଣ ମୁଁ କହିଲି ମାଇଣ୍ଡସେଟ, ସେକେଣ୍ଡ ଅପରଚ୍ୟୁନିଟି ସିକିଂ। ଆମେ ନା ଏମିତି ଆପଣ ଦେଖିଥିବେ ଘୋଡ଼ା ମାନଙ୍କର ଏମିତି ଲଗାଯାଏ ସିଧା ଦେଖିବା ପାଇଁ। ଆଚ୍ଛା ସୋ ଆମର ବି ୟୁଥ୍ ର କ'ଣ ହେଇଯାଇଛି ସ୍ପେସିଫିକଲି ଓଡ଼ିଶାର ସେମାନଙ୍କୁ ଏମିତି ଦିଟା ଲଗା ହେଇଯାଇଛି ଆଖି ଆଗରେ କି ଇଦର ୟୁ ଗେଟ୍ ଅ କର୍ପୋରେଟ ଜବ୍ or a government job. That chhada out don't look here and there. But there are people Odisha ru bhi je ki social media re platforms upare chahe Insta ho YouTube ho, they have gained recognition, they have made good fortune. Opportunity seeking capability nahi ame known is opportunity ta dekhi କିଛି ପିଲା କରିଛନ୍ତି ଯେମିତି ମୁଁ ଦେଖେ ଗୋଟେ MBA ଚାଏ ବାଲା ସିଏ ମାନେ ସେଇ ଚାଏ କୁ ନେଇକି ତ ଗୋଟେ ମାନେ ବହୁତ ବଡ ଭେଞ୍ଚର ମାନେ କରିଦେଇଛି। କେତେ ଜଣ କରିପାରୁଛନ୍ତି। ହଁ ତାପରେ ଆମର ଆଉ ଥର୍ଡ ଯୋଉ ପ୍ରୋବ୍ଲେମ ଅଛି that is family status.
ଏବେ ଆପଣ ଆମେରିକାରେ ଯିବେ କୋଉ ବି वेस्टर्न कंट्री ଯିବେ ଆପଣ ଦେଖିବେ 14-15 years kids ଯିଏ ବି ଅଛନ୍ତି ଘରୁ ବାହାରକୁ ତାଙ୍କୁ କୁହନ୍ତି go and earn for yourself ସେ ବାହାରକୁ ଯିବେ ପିଜ୍ଜା ଡେଲିଭର କରିବେ ହଁ they do yes पेपर ଡେଲିଭର କରିବେ ସବୁ କରିବେ but do Indian parents no they encourage don't this? no they that will come to family statement अरे ମୋ ପୁଅ ଯାଇକି पेपर ଦବ ହଁ ମୋ ପୁଅ ଡେଲିଭର କରିବ ତ ପିଜ୍ଜା ସେଇ ପୁଅଟା ଯେତେବେଳେ ଅନଏମ୍ପ୍ଲଏଡ ହେଇଯାଏ ସେତେବେଳେ ତାଙ୍କୁ ବି ଲାଜ ଲାଗେ କହିବା ପାଇଁ କି ମୁଁ ପୁଅ କିଛି so ଆମେ କାହିଁ ନା ଛୁଆମାନଙ୍କୁ ଇଣ୍ଡିପେଣ୍ଡେଣ୍ଟ ହବାକୁ ଦେଇନୁ ଆମେ we are not working towards ଆମର ଏକ୍ସପୋଜର ଡ୍ରିଭେନ୍ ମାଇଣ୍ଡସେଟ୍ ନାହିଁ ଆଉ କଣ ସେ ଟ୍ରେଡିସନାଲ ଥଟରେ ରହିଯାଇଛନ୍ତି କି ଗ୍ରାଜୁଏସନ ପୋଷ୍ଟ ଗ୍ରାଜୁଏସନ କରିବ ଚାକିରି ଖୋଜିବ ଚାକିରି ମିଳିଲେ କରିବ ନ ମିଳିଲେ ଷ୍ଟ୍ରଗଲ କରିବ ଯଦି ନହେଲେ ତାକୁ ଦେଖିବା exactly so ତାପରେ ନହେଲେ ବାପା ମାଙ୍କର ରେଫରେନ୍ସ ରେଫରେନ୍ସ ରେ କୋଠି ଥିବ ହଁ but then again we are not building capability and encouraging independence ଆମେ ଖାଲି ଏମିତି ବାନ୍ଧି ଦେଇଛେ ଏଇଠିକି ଯା ନହେଲେ ଏଇଠିକି ଯା ଆଉ ଏପଟ ସେପଟ ଦେଖିଲେ ହବନି so ଆମେ ଯୋଉ opportunity जो ଛାଡି ଦଉଛେ that is one big concern ଆମର state କୁ ଯଦି ଆଗକୁ ବଢିବାର ଅଛି sports ର ଓଡିଶା is the sports capital yeah but how many of our state people are enrolling themselves for sports ବେଶୀ ସବୁ ଏକାଡେମିକ୍ସ everybody is in academics ଇଭେନ୍ ମ୍ୟାଡମ ଆପଣ ଯଦି ନୋଟିସ୍ କରିଥିବେ ଯୋଉ ପିଲା ଯାହା ବି ଟିକେ ବାପା ମା ଶିଖାନ୍ତି ନାଚ ଗୀତ ଯାହା ବି ଶିଖଉଥିବେ ଠିକ 8 9 10 ଥିଲା ବନ୍ଦ କରିଦେବେ because ସେତେବେଳେ ପ୍ରେସର ଥାଉଛି ପାଠ ପଢ ଏକ୍ସାମ ରେ ମାର୍କ୍ସ ନ ଆସିଲେ ଜବ୍ ପାଇବନି ସେଇଠୁ ଡିସକଣ୍ଟିନ୍ୟୁଏସନ ହେଇଗଲା ନା ପିଲାଙ୍କର ପ୍ୟାଶନ ଭୁଲିଗଲା ସେଇଠୁ ସେ ପ୍ରେସର ହିଁ ରହିଗଲା ଏବେ ମ୍ୟାଡମ କୁହନ୍ତୁ ଆମର ଯୋଉ ଏଆଇ ଆଉ ଚାଟ୍ ଜିପିଟି ର ଏରା ଆସିଯାଇଛି ଏଇ ଏରା ଭିତରେ what are the must have skills which will make our current generation future ready मैम आपण जेମିତି କହିଲେ AI ଆସିଗଲାଣି so what is AI who built AI humans built Yes. AI so first creative thinking ଥିବା ଦରକାର that is how they brought AI ସେ କ୍ରିଏଟିଭିଟି କେମିତି ବଢେଇବେ ସେଟା କହିବେ ପିଲାମାନେ ଆପଣଙ୍କୁ ତ ଡାଇରେକ୍ଟଲି କଣ୍ଟାକ୍ଟ କରିପାରିବେନି ତ ମୋ ପାଖରେ ବି ଆସିକି ପଚାରିବେ ତ ବେଟର ଆପଣ ହିଁ କହିଦିଅନ୍ତୁ मैम creativity inherent ଥାଏ ଓକେ ଭିତରେ ଥାଏ so you have to be inquisitive answers ଜାଣିବାକୁ ଯାକୁ ଇଚ୍ଛା ଥାଏ ମୁଁ ଏମିତି କଲେ କଣ ହବ ଏଇଟା ଯଦି ଏମିତି ହେଇନଥାନ୍ତା ସେମିତି ହେଇଥାନ୍ତା କଣ ହେଇଥାନ୍ତା ଆଚ୍ଛା if not this then what ମାନେ କଣ୍ଟ୍ରାରି ଥଟଟା ଡେଭଲପ କରିବାକୁ ପଡିବ ନିଜ ଆଡୁ exactly ଆଉ creativity is not something you can teach ଏବେ I'll tell you an instance ମୋର 8-year-old son he came to me yesterday he said mama ये जो yellow paper टा ଆମେ ଯଦି ଏଟାକୁ blue color water ରେ dip କରିବା ଏଟା କଣ green ହେଇଯିବ I looked at him and said I don't know probably ହେଇଯିବ because blue and yellow mix କଲେ ତ green ହେଇଯିବ mama let's try and he tried it okay and then he looked yes mom this is turning not the exact green but it is turning green something like this that inquisitiveness has to be there that should be encouraged from the other party also Yes. ha try କରିକି ଦେଖିବେ yes so छोटो छोटो जिंस but ma'am these teach you small things actually matters too Exactly. अच्छा मैडम आपण जेतु कहले आपनकर 8 वर्षर पुଅ अछि तो हमर चैनल फोकस करूछु कि टू एम्पावर द वुमेन ऑफ आवर स्टेट तो आपण वर्क लाइफ बैलेंस केमति करंते आपण गोटे नॉट ओनली द डायरेक्टर ऑफ established company you are also the founder and parallelly you are a mother wife daughter of somebody so how do you manage all the things it's not easy believe me it's not easy at all but आपण गिव अप करना थी बहुत सारा मैंने मु देखि आपण भी देखिथिबे फॉर श्योर कि मैंने बहुत हाईली एजुकेटेड हाई प्रोफाइल नो जियो माने ताकर मदरहुड पर से माने गिव अप कर दियंती आउ दे ब्लेम द सिचुएशंस कि मते से माने इनो माने एडिक्वेट सपोर्ट मिल पारलानी इन लॉस को ब्लेम करंती हस्बैंड को ब्लेम करंती या एक्सवाइटेड किसी भी एक्सटर्नल फैक्टर को ब्लेम करंती तो ताको ब्लेमिंग ता जस्टिफाइड ना ताको भीतर किछि कमी रहछि जोटा कि से माने निज ऊपर को न नै कि ब्लेम दे दोचंती और सेटा माने केमते कले सेडु से माने बाहरी परिबी तृप्ति आपण जानिबे हमरो एज वुमेन गोटे गिल्ट कॉन्शियस थाय ओके मो को स्कूल रो 10 मिनिट लेट आसी ओके मते ड्राइवर को पठे आछि मो निजे जाइथिले इथांदा ही वुड हैव कम 10 minutes early खाई सारंता who is going to feed him who is going to take him to the tuition who is going to take him to skating so all the time our mind chalta hai something that we have not done but we fail to acknowledge jeti ki ame kari sari che सकाळ उठी तक रेडी करी स्कूल के पठेला आमे तापन टिफिन के बनेला आमे हस्बैंड भाई लंच के बनेला आमे
Who is handling office? We. But yet that guilt conscious keeps running in our mind. But मैंने बात पूछा तो सोशल कंडीशनिंग ର ହାତ ରହୁଛି ନା 100%. ତ ସେଇଟା କେମିତି ଓଭରକମ୍ କରିପାରିବେ ମାନେ ଦେଖନ୍ତୁ ହୁଏତ ଯୋଉ generation ସମସ୍ତଙ୍କୁ ସେ ଏକ୍ସପୋଜର ମିଳୁନି ହୁଏତ ଆମକୁ ମିଳିଯାଇଛି ତେଣୁ ଆମେ ଗୋଟେ ଡିଫରେଣ୍ଟ ଆଙ୍ଗେଲରେ ଆମ ଥଟ୍କୁ ସିଫ୍ଟ କରିପାରୁଛୁ ବଟ୍ ସମସ୍ତଙ୍କୁ ସେ ଏକ୍ସପୋଜର ମିଳୁନି ତ କେମିତି ସେମାନେ ସେଇଠୁ ମାନେ ସେଇ ଜାଗାରୁ ଓଭରକମ୍ କରିପାରିବେ ମାନେ ଦେଖନ୍ତୁ that has to come from the family. ଆପଣଙ୍କର ଗୋଟେ ସପୋର୍ଟ ସିଷ୍ଟମ ଯଦି ଅଛି so you know that support system will help you to move forward. For example, ମୋ ପୁଅ ସ୍କୁଲରୁ ଆସିଲା ପରେ because I'm in the office, he goes to my mother's place. He stays there till the evening during the tuition time ହେଇନି ସେଇଠି ରୁହେ. I know he's safe. So ସେ ସପୋର୍ଟଟା ଦରକାର. ମୋ ବାବା କୁହନ୍ତି ଯା ତୁ କାମ କର ଆମେ ଦେଖିବୁ. But ma'am, ସମସ୍ତଙ୍କର ତ ସମସ୍ତେ ତ not as fortunate as you are. I understand, not very fortunate as I am. Ma'am, ଏମିତି ବି ସିନାରିଓସ୍ କୁ ଦେଖିଛି ଲୋକଙ୍କର ସେମାନେ ନା ତାଙ୍କର ଇନଲସ୍ ମାନେ ରଖୁନଥିବେ ଯଦି ସେ ପ୍ୟାରେଣ୍ଟାଲ ସପୋର୍ଟ ବି ନେବେ ତାଙ୍କୁ ବହୁତ କ୍ରିଟିସିଜମ ମାନେ ବିୟର କରିବାକୁ ପଡିଥାଏ ତ So- ସେଇ ସିଚୁଏସନ ଟା ସେମାନେ କେମିତି ହ୍ୟାଣ୍ଡଲ କରିବେ Truthfully, ଭଗବାନ ଦିଟା କାନ ଦେଇଛନ୍ତି. So either you close both of them or you hear from one and then let it pass from the other. ମ୍ୟାମ୍ ସେଟା ସବୁ ମାନେ ଲେଡିଜ ଙ୍କ ପାଇଁ ସବୁ women ଙ୍କ ପାଇଁ ପସିବଲ ନା ସେଟା କଣ Judgment को जल्दी डरिबे, you cannot move forward. Criticism को डरिबे, you cannot move forward. that's a part that will be there Yes, that will be there. You become the best mother in the world. अरे सीता माता को छाड़ी ना क्या होगा कुछ छोड़ो यार. ଆଉ ଆମର ମୋର କିଛି ସେତେବେଳେ ହଁ ସେଇଟା ଠିକ କଥା ଯୋଉଠି ମାନେ ଭଗବାନ ରୂପୀ ଯିଏ ଆସିଥିଲେ ତାଙ୍କୁ ବି ତାଙ୍କୁ ଛାଡ଼ିଲେନି ଆଉ. We are just humans. We are just humans. It's okay to her. It's all right. ମ୍ୟାମ୍ ଆପଣଙ୍କ ପାଇଁ ଲାଷ୍ଟ କ୍ୱେଶ୍ଚନ୍ ହେଉଛି କରେଣ୍ଟ ଜେନେରେସନର ଯୋଉ ଇଞ୍ଜିନିୟରିଂ ଓ MBA ପିଲାମାନେ ତାଙ୍କ ପାଇଁ ଗୋଟେ ଜିନିଷ କୁହନ୍ତୁ ସେମାନେ ପ୍ରେଜେଣ୍ଟଲି ଜବରେ ଥିଲେ ବି ଅନସର୍ଟନ ରହୁଛନ୍ତି ତାଙ୍କର କ୍ୟାରିୟରକୁ ନେଇକିନା ତ ସେ ଅନସର୍ଟନିଟିରୁ ସେମାନେ କେମିତି ବାହାରି ଆସିପାରିବେ ଏଇଟା ଦେନ୍ କୁହନ୍ତୁ ସେମାନେ କ'ଣ କରିବା ଦରକାର ସୋ ଦ୍ୟାଟ୍ ଦେଖନ୍ତୁ ଜବ୍ କଲେ ମନି ତ ଅନ୍ କରିଦେଉଛନ୍ତି ଗାଡ଼ି ଘର ତ କରିଦେଉଛନ୍ତି କିନ୍ତୁ ସେ ଫୁଲଫିଲିଂଟା ସମୱhat ମିସିଂ ତ କ'ଣଟା ସେମାନେ କଲେ ସେ ଅନସର୍ଟନିଟିରୁ ବାହାରି ଆସିପାରିବେ ଆଉ ଗୋଟେ ଫୁଲଫିଲିଂ ଲାଇଫକୁ ଲିଡ୍ କରିପାରିବେ ଇନ୍ ଦେୟାର ଓନ୍ ଟର୍ମସ୍ So, this is very interesting to answer this, but problem amaro again mindset re hoche. We never satisfied. Aji ame 10 lakh pauje, mo sango motu 5 lakh अधिक pauje. I have to reach 15 lakhs. 15 को पहुंचले, से मोटू better car चलोची मते आगो भलो कार दरकार. I have to reach 20 lakhs. So जेबे जाय हमर गोटे सेटाइटी आसी मनी the hunger for earning more and more and Is more. it wrong to aspire for No, it's not wrong, but it should not overcome all the other feelings. Okay. Good family, my time kariba. How many of us actually spend time with the family? Paisa aur ji quad jiba. ठीक है. To sustain a life in big cities, paisa darkar. But are we valuing what we have gotten from nature? Are we valuing the family that we have got? Are we valuing our parents? ସେଟା ମତେ ଲାଗେ ମ୍ୟାମ୍ ଗୋଟେ ସର୍ଟନ ଏଜ ରେ କରନ୍ତିନି ବଟ୍ ସବୁ ହାତରୁ ପଳେଇଲା ପରେ କରନ୍ତି ଯେତେବେଳେ କିଛି ଅପସନ ନଥାଏ ଲାଭ କଣ? Sometimes again जो आमे गिल्ट कॉन्शियस କଥା କହୁଛି women feel कि आमे जदि छुआ को टाइम न दबा से बिगड़ी ଯିବ କି କଣ ବି ହବ ଆଗକୁ ଯାଇକି କି does ମ୍ୟାମ୍ ସେମାନେ ଫିଲ୍ ନ କଲେ ବି सोसाइटी ଫିଲ୍ କରେଇ ଦଉଛି ତାଙ୍କୁ that is true but then आमे कौन କରି पारे we can only put efforts right ହଁ so efforts रे कमी होगा କଥା नु but you should prioritize को जिंसटा valuable अधिका is it money family friends or your mental peace what are you prioritizing good age ऐसे जब money is always the priority when you are at most vigor of your life Maslow's theory exactly से तर लगे ना I am at the best and I'm at the peak of my career I need to work and get more money true but during that time we are neglecting things that actually matter ଏବେ ଛୁଆ 20 ବର୍ଷର ହେଇଗଲାଣି now you are free you feel that no I should spend time with the family but where is the family the kid is out say hostel ରେ ପାଠ ପଢୁଛି କି say he will also or she will also get a job they will move to different ମ୍ୟାମ୍ locations ଆଉ ଗୋଟେ କ୍ୱେଶ୍ଚନ୍ ଯଦି ଗୋଟେ ପିଲା ଧର MBA ଇଞ୍ଜିନିୟରିଂ କଲା କି ଗୋଟେ ଜେନେରାଲ ଗ୍ରାଜୁଏଟ ବି ଭଲ ପୋଜିସନରେ ଜବ୍ କରିଥିଲା ତାର ଛୁଆ ହେଲା ପରେ ସେ ଫ୍ୟାମିଲିକୁ ପ୍ରାୟୋରିଟାଇଜ କରିକି 2 ଇୟର୍ସ ଗୋଟେ କ୍ୟାରିୟର ବ୍ରେକ୍ ନେଲା 2 ଇୟର୍ସ ପରେ ଯେତେବେଳେ ସେ ମାନେ ରିଜଏନ୍ କରିବାକୁ ଚାହୁଁଛି ସେତେବେଳେ କମ୍ପିଟିସନ ଆହୁରି ବଢି ଯାଇଥାଏ ସେ କମ୍ପିଟିସନକୁ ସେ ଆଉ ମ୍ୟାଚ୍ କରିପାରେନି ତ ପଛରେ ରହିଯାଏ କେମିତି ସେ ସିଚୁଏସନରେ ସେ ମ୍ୟାଚ୍ କରିବ अगेन से कंटिन्यू କରିପାରିବ and competition is with and within oneself
Okay. Let me explain. Competition 2 ବର୍ଷର career gap ଥିଲା ଆହୁରି ଛୁଆ ଆସିଲେ ମାର୍କେଟରେ who are willing to work at lower packages than Yes, you. yes. That's the major problem. Yes, but why are they willing to work at lower packages? Because they don't know the skills that you do. Right? Second, you have to project yourself. Nobody is going to do that for you. You mean to say कि 2 ବର୍ଷର ଗ୍ୟାପ୍ ରେ ଚାକିରି ନ କଲେ ବି ନିଜକୁ କଣ୍ଟିନ୍ୟୁଅସ୍ Upskill ଅପଗ୍ରେଡେସନ ନା So, exactly. ତାହେଲେ ସେ କନଫିଡେନ୍ସ ରୁ ଅଟୋମେଟିକଲି କାହିଁକି ନା ଯଦି ଆପଣ ଦେଖିବେ computer science field हो गया IT field हो every day there is an upgrade. And if you are stuck 2 years back, nobody is going to value your career. So if you are ever taking a career break, take time out to learn new things. very well said ma'am ଏବେ ଆପଣ କୁହନ୍ତୁ ଆପଣ ଯାହା ଯାହା ସର୍ଭିସେସ୍ ପ୍ରୋଭାଇଡ୍ କରୁଛନ୍ତି ଅଭିପ୍ସା କନଷ୍ଟ୍ରକ୍ସନସ୍ ପ୍ରାଇଭେଟ୍ ଲିମିଟେଡ୍ ରେ ମାନେ କ'ଣ ସର୍ଭିସ୍ ପ୍ରୋଭାଇଡ୍ କରୁଛନ୍ତି ଲୋକ ଆପଣଙ୍କୁ କେମିତି ରିଚ୍ କରିପାରିବେ ଇଭେନ୍ ଆପଣଙ୍କର ଯୋଉ ଟ୍ରେନିଂ ଇଣ୍ଡଷ୍ଟ୍ରିଟା ଅଛି ସେଥିରେ ସର୍ଭିସେସ୍ କ'ଣ ରହୁଛି କେମିତି ଲୋକ ଆପଣଙ୍କୁ ରିଚ୍ କରିପାରିବେ Avitsa Construction Private Limited is a 25-year-old company and we have reached a turnover of 100 crores and above. We are mostly doing NHAI and PWD work for now, but we are also trying to diversify into residential buildings and real estate real soon. So for us, mostly हमको approach करती jobs by vacancies by because we are not dealing one-to-one individually. हमें ऐसा सब government projects करूँ चुके हैं. okay So for any building construction or for any consultancy services, people can contact us. And for Vinfluence training services, you can contact us for any type of trainings that include your personality development, communication, corporate placements, interview preparation, leadership, teams. It is all for students, professionals, and corporate alike. थैंक यू वेरी मच मैडम आपण आपनकर वैल्यूएबल टाइम स्पेंड कले आई एम श्योर कि कन्वर्सेशन जो अभिप्सा मैडम को सहित होला जे एटा को जे भी देखुथिबे जो भी कॉर्नर रो निश्चित भाव में जानि परथिबे कि हमर जो गैप ता रहि जाउ छी पाठ विथ द रियल सिनेरियो ऑफ द कॉर्पोरेट्स और व्हाटसोएवर तो सेटा हमें केमिति कनेक्ट करि परबे इवन मैडम आल्सो ब्यूटीफुली एक्सप्लेन कि एज अ वुमन जते बेले करियर गैप ता रहउची से गैप ता को हमें पिला को सहित स्पेंड करबा सहित निजको केते अपग्रेड कर परथवा ताकि तमे current generation से तो compete करी परिबा and yes of course madam को what I'm how to repeat करे दउची stop blaming the external things because there are certain things which are not in our control so we should not focus on things which are beyond our control but we can focus on things which are in our control तो आम कंट्रोल अछि कि हम निजको अपग्रेड करि परिबा मार्केट रेडी सब बेले रखि परिबा ए भलिया पॉडकास्ट देखिबा पय निजको अपग्रेड और अपस्किल करिया पय स्टे ट्यून टू उड़ान एकेडमी बाय तृप्ति थैंक यू